ଆସନ୍ତୁ ଆପଣଙ୍କୁ ସମୟ ଦେଖେଇବି। ସମୟକୁ ଆପଣ ଦେଖିଛନ୍ତି କି? ଡିସେମ୍ବର ଶେଷ ସପ୍ତାହରେ ଆପଣଙ୍କ ସହିତ କଥା ହଉଛି। 2025 ମସିହା ଡିସେମ୍ବର ମାସର ଏହି ଦିନ ଆପଣଙ୍କ ଜୀବନରେ ଆଉ କେବେ ବି ଆସିବନି, କେବେ ବି ନୁହେଁ। ମୃତ୍ୟୁ ପରେ ଦୁନିଆ କେମିତି ଦେଖାଯାଏ ଆମେ ଜାଣିନାହୁଁ। ଆଜିର ଦିନରେ ଏହି ସମୟରେ ଯୋଉ ପରିସ୍ଥିତି ଥାଉ ନା କାହିଁକି ସେ ପରିସ୍ଥିତିରେ ଖୁସିରେ ରୁହନ୍ତୁ। 2026 ମସିହା ଆସିବା ପାଇଁ ଯାଉଛି। କୋଉ ମସିହା ଖୁସି ଦବ ଆଉ କୋଉ ମସିହା ଦୁଃଖ ଦବ ଆମେ ଜାଣିନାହୁଁ, କିନ୍ତୁ ଗୋଟେ କଥା ଆମେ ଭଲରେ ଜାଣିଛୁ, ଏଇ ସମୟ ପଳେଇବ। ଖରାପ ସମୟ ବି ପଳେଇବ, ଭଲ ସମୟ ବି ପଳେଇବ। ପ୍ରତି ସମୟରେ ଧୈର୍ଯ୍ୟବାନ ହେଇ ରହିବା, ଏହା ହିଁ ଗୋଟିଏ ମଣିଷର କର୍ତ୍ତବ୍ୟ। ଯୋଉମାନେ ଭାବନ୍ତି ଯେ ଶକ୍ତି ନାହିଁ, ଯୋଉମାନେ ଭାବନ୍ତି ଭଗବାନ ନାହାନ୍ତି, ମୁଁ ସିଧା ଦେଖେଇବା ପାଇଁ ଚାହିଁବି ଏବେ ବି ଆକାଶରେ ସୂର୍ଯ୍ୟ ଅଛନ୍ତି, ତଳକୁ ପଡି ଯାଉନାହାନ୍ତି। ସୂର୍ଯ୍ୟ ଏବେ ବି ଗଛ ଗୁଡ଼ିକ ଅଛନ୍ତି ଏବଂ କେମିତି ବଢୁଛନ୍ତି ଆମେ ଜାଣିନୁ। ପାଣି ତ ତାର ନିଜ ଇଚ୍ଛାରେ ଯାଉଛି, କିଏ ତାକୁ ଗୋଡେଇ ଦେଉନାହିଁ। କିଛି ତ ଈଶ୍ୱରଙ୍କ ଶକ୍ତି ଦୁନିଆରେ ଅଛି, ଯୋଉ ଶକ୍ତି ଏ ସବୁକୁ କାମ କରଉଛି। ଆପଣଙ୍କୁ ବି ଜନ୍ମ ଦେଇଛି ଭଗବାନ, ଆପଣଙ୍କ ପାଇଁ କିଛି ଗୋଟେ ଭଲ ନିହାତି ରହିବ। ଜୟ ଜଗନ୍ନାଥ। ଭିଡିଓଟି ଭଲ ଲାଗିଥିଲେ ଲାଇକ୍ ନିଶ୍ଚୟ କରିଦେବେ।